ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ ତେବେ ଆମ୍ଭମାନଙ୍କର ବିପକ୍ଷ କିଏ? ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? ଆମେନ୍। ପ୍ରଭୁ ତାଙ୍କରି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପଦେ ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ତୁମରି ପବିତ୍ର ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏଇ ଅପୂର୍ବ ସୁଯୋଗ ନିମନ୍ତେ। ଆମମାନେ ଆଜି ଗତକାଲି ହିଁ ଅନ୍ୟ ଏକ କନଭେନସନରୁ ଫେରିଛୁ ଉତ୍ତର ବାଂଲା ବା ଆଉ ଅନେକ ଥର ଆପଣ ମାନେ ଏଥିରୁ ପାଠ କରିଥିବେ ନିଶ୍ଚୟ। ଈଶ୍ୱରଙ୍କର ଚିରନ୍ତନ ପ୍ରେମ ସମ୍ପର୍କରେ ବାଇବେଲରେ ଏ ସ୍ଥାନରେ ଲେଖା ଅଛି। ଏଇ 2ଟି ପଦରୁ, ବିଶେଷ କରି 32 ପଦରୁ କିଛି କଥା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହିଁବି, ଯାହା ବାକ୍ୟର ନିଗୁଡ ତତ୍ତ୍ୱ ଆମମାନଙ୍କୁ ବୁଝିବା ପାଇଁ ପ୍ରଭୁ ନିଜେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ସାଧୁ ପାଉଲ ଯେତେବେଳେ ରୋମକୁ ଯିବା ପାଇଁ ସେ ଇଚ୍ଛା କରୁଥିଲେ, ରୋମ ମାଧ୍ୟମରେ ସେ ସ୍ପେନକୁ ଯିବା ପାଇଁ ଆକ୍ଚୁଆଲି ଇଚ୍ଛା କରୁଥିଲେ। ଆଉ ଏଇ ପତ୍ରଟି ପ୍ରାୟ ଖ୍ରୀଷ୍ଟାବ୍ଦ 57-58ରେ ସେ ଲେଖିଛନ୍ତି। ଆଉ ରୋମିଓ ପୁସ୍ତକରେ ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଲେଖା ଅଛି, ଯୋଉଠି ଆମେ ଯାହାକୁ କହିଥାଉ ମାନେ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଯୋଉ ଡକ୍ଟ୍ରିନ ଗୁଡାକ, ସିଦ୍ଧାନ୍ତ ମୂଳକ ଶିକ୍ଷା ଗୁଡାକ ଏଠି ଅନ୍ତର୍ନିହିତ ହେଇକରି ରହିଅଛି। ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ଟ୍ରିନ ଗୁଡାକ ବିଷୟରେ ସେ ଲେଖନ୍ତି। ରୋମିଓ ମଣ୍ଡଳୀ ଯେପରି ବିଶ୍ୱାସର ସହିତ ଆଗକୁ ବଢି ପାରିବ ଏବଂ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ବିଷୟରେ, ପୁଣି ସୁସମାଚାରର ଶକ୍ତି ବିଷୟରେ, ପୁଣି ପରମେଶ୍ୱରଙ୍କର ପାପ କ୍ଷମାର ବିଷୟରେ, ଅନନ୍ତ ଜୀବନର ଦାନ ବିଷୟରେ ସେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଲେଖିଛନ୍ତି। ଆଉ ରୋମକୁ ମାନେ ସ୍ପେନକୁ ଯିବା ବାଟରେ ସେ ରୋମରେ ରହିବେ ଏବଂ ରୋମିଓ ମଣ୍ଡଳୀ ସହିତ ସେ କିଛି କଥାବାର୍ତ୍ତା କରିବେ ଏବଂ ସେମାନଙ୍କୁ ଶିକ୍ଷା ଦେବେ, ସହଭାଗିତା କରିବେ, ପରାମର୍ଶ ଦେବେ। ଏ ସମସ୍ତ କଥା ପୂର୍ବରୁ ଚିନ୍ତା କରି ଏସବୁ ବିଷୟ ସେ ଆଗରୁ ଲେଖି ପଠେଇଛନ୍ତି। ତେବେ ଈଶ୍ୱରଙ୍କ ଚିରନ୍ତନ ପ୍ରେମ ବିଷୟରେ କଥା ଲେଖା ଅଛି। କିନ୍ତୁ 32 ପଦରେ ଆମେ ଦେଖୁଛୁ, ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କର ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ। ଆଜିକାଲି ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଅନେକ ମଣ୍ଡଳୀରେ ଲେଣ୍ଟ ସିଜନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ କ୍ରୁଶରେ ହତ ହେବା ପୂର୍ବରୁ 40 ଦିନ ପୂର୍ବରୁ ସେମାନେ ନିଜକୁ ଉପବାସର ସହିତ ମେଡିଟେସନ କରନ୍ତି, ଧ୍ୟାନ କରନ୍ତି ଈଶ୍ୱରଙ୍କର ବାକ୍ୟ। ତ ଉପବାସ କଣ ଏଇ 40 ଦିନ ଖ୍ରୀଷ୍ଟଙ୍କ ମୃତ୍ୟୁର 40 ଦିନ ପୂର୍ବରୁ ହିଁ କରାଯିବ ନା ଆଉ ଅନ୍ୟ ସମୟରେ ମଧ୍ୟ କରାଯିବ? ସେ ସମସ୍ତ କଥା ବର୍ତ୍ତମାନ ମୁଁ ଚିନ୍ତା କରିବି ନାହିଁ, କିନ୍ତୁ ମୋର ଚିନ୍ତାର ବିଷୟ ହବ ଯେ ପରମେଶ୍ୱର ଆମମାନଙ୍କୁ କଣ କଣ ଦେଇ ଅଛନ୍ତି। ସେ ସ୍ଥାନରେ କହିଲେ ଯେ ତାଙ୍କର ନିଜ ପୁତ୍ରଙ୍କୁ ସୁଦ୍ଧା ସେ ଛାଡ଼ିଲେ ନାହିଁ, ସେ ଦେଇଦେଲେ। କଣ ପାଇଁ ଦେଲେ ଆଉ କଣ କଣ ବିଷୟ ସେ ଆମମାନଙ୍କୁ ଦେଇ ଅଛନ୍ତି ବା ପ୍ରଦାନ କରି ଅଛନ୍ତି? ପ୍ରଥମ କଥା ତ ଆମେ ଦେଖୁଛୁ ଯେ ପରମେଶ୍ୱର ଆମମାନଙ୍କୁ ଶ୍ୱାସ ବାୟୁ ଦେଇଛନ୍ତି। ଯେହେତୁ ଶ୍ୱାସ ବାୟୁ ଦେଇ ସେମାନଙ୍କୁ ଜୀବିତ ପ୍ରାଣୀ କରିଅଛନ୍ତି, ଯଦ୍ୱାରା ଆମେ ତାଙ୍କର ପ୍ରଶଂସା କରିପାରିବା, ଆମେ ତାଙ୍କର ଗୌରବ କରିପାରିବା। ବାକ୍ୟର ଅନ୍ୟ ଏକ ଅଂଶରେ ଲେଖା ଅଛି, ଧୂଳିକି ତୁମର ପ୍ରଶଂସା କରିବ, କିନ୍ତୁ ଧୂଳି ଠାରୁ ଜାତ ମନୁଷ୍ୟ ତୁମର ପ୍ରଶଂସା କରିବ। ତ ସଦାପ୍ରଭୁ ଚାହାନ୍ତି ସହଭାଗିତା, ସଦାପ୍ରଭୁ ଚାହାନ୍ତି ତାଙ୍କର ଆରାଧନା, ସଦାପ୍ରଭୁ ଚାହାନ୍ତି ତାଙ୍କର ଯେପରି ପ୍ରଶଂସା, ଗୌରବ, ମହିମା କରାଯିବ। କାରଣ ସେ ସମସ୍ତର ଭାଜନ ଅଟନ୍ତି। ମହିମା, ଗୌରବ, ସ୍ତୁତି, ବନ୍ଦନା, ପ୍ରଶଂସା ପାଇବା ପାଇଁ ଏକମାତ୍ର ଯୋଗ୍ୟବନ୍ତ ପରମେଶ୍ୱର ସେ ଅଟନ୍ତି। ତେବେ ସେ ଆମମାନଙ୍କୁ ଆଉ କଣ କଣ ଦାନ କରିଅଛନ୍ତି? ଶାରୀରିକ ଓ ଆତ୍ମିକ ବା ଭୌତିକ ଏବଂ ଆତ୍ମିକ ବରଦାନ ସବୁ ସେ ଦେଇଛନ୍ତି, ଗିଫ୍ଟ ଗୁଡାକ ସେ ଦେଇଛନ୍ତି, ଆଶୀର୍ବାଦ ଗୁଡାକ ସେ ଆମମାନଙ୍କୁ ଦେଇଛନ୍ତି। ତା ସହିତ ସେ କଣ ଦିଅନ୍ତି ନା ଅନନ୍ତ ଜୀବନ ଦିଅନ୍ତି ଏବଂ ପବିତ୍ର ଆତ୍ମାଙ୍କୁ ସେ ଦେଇଅଛନ୍ତି। ତାଙ୍କର ଅନୁଗ୍ରହ ସେ ଆମମାନଙ୍କୁ ଦେଇଅଛନ୍ତି, କାରଣ ଅନୁଗ୍ରହରେ ଆମେ ପରିତ୍ରାଣ ପାଇଅଛୁ। ପରିତ୍ରାଣ ପାଇବା ପାଇଁ ଆମକୁ କୌଣସି ଉତ୍ତମ କର୍ମ କରିବାକୁ ପଡିନାହିଁ କିମ୍ବା ଜଣେ ଉତ୍ତମ ବ୍ୟକ୍ତି ଭାବରେ ନିଜ ନିଜକୁ ପ୍ରତିଷ୍ଠିତ କରିବାକୁ ପଡିନାହିଁ। ପରିତ୍ରାଣ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଦାନ ଅଟେ। ତେଣୁ ମୁଁ 3ଟି ବା 6ଟି କଥା କହିବି
ଭିନ୍ନ ଭିନ୍ନ ପ୍ରକାରର କଥା ହୁଏତ ଈଶ୍ୱରଙ୍କର ଅନୁଗ୍ରହ ଏବଂ ଆମମାନଙ୍କର ପରିତ୍ରାଣ ସମ୍ପର୍କରେ କିଛି କଥା କହିବି। ପୁଣି କହିବା ପାଇଁ ଚାହିଁବି ଯେ ଆମମାନଙ୍କର ଅନନ୍ତ କାଳୀନ ସୁରକ୍ଷା କିପରି ତାଙ୍କଠାରେ ଅନ୍ତର୍ନିହିତ ଅଛି, ଏଇ ବାକ୍ୟ ଯାହା ଆମମାନଙ୍କୁ ବୁଝଉଛି ତାହା ମୁଁ କହିବା ପାଇଁ ଚାହିଁବି। ପୁଣି ପରମେଶ୍ୱର ଆମମାନଙ୍କୁ ଉଦ୍ଧାର ଦେଇଛନ୍ତି ବା ପରିତ୍ରାଣ ଦେଇଛନ୍ତି, ମୁକ୍ତି ସାଧନ କରିଛନ୍ତି, ଆମମାନଙ୍କର ନିମନ୍ତେ ସେ ଶାନ୍ତି ଦାନ କରିଦେଇକିରି ଯାଇଅଛନ୍ତି। ପୁଣି ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ରଖିଲେ ନାହିଁ ନିଜ ପାଖରେ, ସେ ଦେଇଦେଲେ। ଆଜିର ଜଗତରେ ଯଦି ଆମେ ଅନ୍ୟ କାହାକୁ କହିବା ଯେ ମତେ ଆପଣଙ୍କର ପୁଅକୁ ବା ଆପଣଙ୍କର ଝିଅକୁ ଦେଇ ଦିଅନ୍ତୁ, ସହଜରେ କେହି ଦେଇଦେବେ? ଯୋଉମାନେ ହୁଏତ ପ୍ରତିପାଳନ କରିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ଅଟନ୍ତି, ଅସହାୟ ଅଟନ୍ତି, ହୁଏତ ସେମାନେ ମୁଁ ମୋର ପୁଅ ଝିଅକୁ ପ୍ରତିପାଳନ କରିପାରୁନାହିଁ, ଆପଣ ନେଇଯାଆନ୍ତୁ ଆଉ ତାକୁ ପ୍ରତିପାଳନ କରନ୍ତୁ। ଅନେକ ଅଛନ୍ତି ଯୋଉମାନେ ହଷ୍ଟେଲ ଗୁଡାକରେ ଛାଡନ୍ତି, ଅନାଥାଶ୍ରମରେ ଛାଡନ୍ତି, ପୁଅ ଝିଅ ସେଠି ବଡ ହୁଅନ୍ତୁ ଏବଂ ପ୍ରତିପାଳିତ ହୁଅନ୍ତୁ, ଏବଂ ସେମାନେ ଗୋଟେ ଗୋଟେ ଆଶୀର୍ବାଦର କାରଣ ମଧ୍ୟ ହୁଅନ୍ତି। ନର୍ଥ ବେଙ୍ଗଲରେ ଏବେ ମୁଁ ଯୋଉ ଯାଇଥିଲି, ସାଇଫଲ ଦାସ ନାମକ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବର୍ତ୍ତମାନ ସିନିୟର ପାଳକ ଏବଂ ଗୋଟେ ବାପ୍ଟିଷ୍ଟ ଆସୋସିଏସନ ର ସାନ୍ତାଲି ଗ୍ରୁପର ବାପ୍ଟିଷ୍ଟ ଆସୋସିଏସନ ର ସେ ହଉଛନ୍ତି ପ୍ରେସିଡେଣ୍ଟ। ତାଙ୍କୁ ଯେତେବେଳେ 2 ବର୍ଷ କିମ୍ବା 2.5 ବର୍ଷ ହଉଥିଲା, ସେତେବେଳେ ଜଣେ ମିଶନାରୀ ତାଙ୍କ ଗାଁକୁ ଯାଇଥିଲେ ବାଂଲାଦେଶ ବର୍ଡରରେ। ଆଉ ଗୋଟେ ଛୋଟ ଗାଁରେ ସେ ଯେତେବେଳେ ସୁସମାଚାର ପ୍ରଚାର କରିବାକୁ ଆରମ୍ଭ କରିଛନ୍ତି, ଠିକ ସେଇ ସମୟରେ ଏ 2-2.5 ବର୍ଷର ପିଲାଟେ ନଗ୍ନ ଅବସ୍ଥାରେ ନାକରୁ ବହି ଯାଉଛି ତାଙ୍କର ସିଙ୍ଗାଣି, ସେ କାନ୍ଦି କାନ୍ଦିକିରି ଆସିଲେ ଏବଂ ସେ ପ୍ରଚାରକ ମହାଶୟଙ୍କୁ ବା ସେ ମିଶନାରୀଙ୍କୁ କହିଲେ ମେରି ମମ୍ମି ମର ଗଇ। ସେ କାନ୍ଦି କାନ୍ଦି ଏତିକି କହିଲେ, ମୋର ମା ମରିଗଲେ। ଆଉ ସେ କିଛି କହିପାରୁନାହାନ୍ତି, କାନ୍ଦୁଛନ୍ତି। ସେତିକି ବେଳେ ସେ ପ୍ରଚାରକ ମହାଶୟ ଯେତେବେଳେ ତାଙ୍କ ଘରକୁ ଗଲେ, ତାଙ୍କର ବାପା ନିଜେ ଗାତ ଖୋଳୁଛନ୍ତି ସେ ତାଙ୍କ ନିଜ ସ୍ତ୍ରୀକୁ କବର ଦେବା ପାଇଁ। ସବୁ କିଛି ହେଲା, ମିଶନାରୀ ମଧ୍ୟ ସହଯୋଗ କଲେ, ପ୍ରାର୍ଥନା କଲେ। ତାପରେ ସେ ବାପାଙ୍କୁ କହିଲେ ଏ ପୁଅକୁ ମତେ ଦେଇଦିଅ, ମୁଁ ୟାକୁ ନେଇକରି ହଷ୍ଟେଲରେ ରଖିବି ଆଉ ପାଠ ପଢେଇବି। କିନ୍ତୁ ସେ ବାପା ମନା କଲେ ଯେ ମୋର ତ ସ୍ତ୍ରୀ ଚାଲିଗଲେ, ବର୍ତ୍ତମାନ ମୁଁ ଏକା, ଆଉ ପୁଅ ମୋର ଗୋଟିଏ ପୁଅ, ଆଙ୍କୁ ମୁଁ କେମିତି ଛାଡିଦେବି, ମୁଁ ଛାଡି ପାରିବିନି। କିନ୍ତୁ ପ୍ରତିପାଳନ କରିବା ପାଇଁ ମଧ୍ୟ ତାଙ୍କ ପାଖରେ କିଛି ନାହିଁ, ଖାଇବା ପାଇଁ ଅନ୍ନ ନାହିଁ, ପିନ୍ଧେଇବା ପାଇଁ ବସ୍ତ୍ର ନାହିଁ। ଏ ପ୍ରକାର ପରିସ୍ଥିତିରେ କିଛି ସମୟ ଗଲା ପରେ, ହୁଏତ ମାସେ କିମ୍ବା 1.5 ମାସ ଗଲା ପରେ, ସେ ବାପା ନିଜେ ସେ ପୁଅକୁ ନେଇ ପଳେଇ ଆସିଲେ। ମିଶନାରୀ ଯୋଉ ଜାଗାରେ ଥିଲେ ସେ ଜାଗାକୁ ଆସିଲେ ଏବଂ କହିଲେ ଯେ ମହାଶୟ, ମୁଁ ଆଉ ଏହାକୁ ପ୍ରତିପାଳନ କରିପାରୁନାହିଁ, ଆଉ ଆପଣ ଏହାକୁ ନିଅନ୍ତୁ, ହଷ୍ଟେଲରେ ରଖି ବଡ କରନ୍ତୁ। ପ୍ରଥମ ଛୁଆଟି ସିଏ ଯିଏ ମେରେ ମମ୍ମି ମରଗଇ ବୋଲିକିରି ଆସିକିରି କହିଥିଲେ, ଆଜି ସେ ଲୋକ ଏତେ ବଡ ଆସୋସିଏସନ ର ପ୍ରେସିଡେଣ୍ଟ, ପୁଣି ଆସିଥିଲେ ପ୍ରାୟ ଲୋକ 5,000 ପାଖାପାଖି। ସାନ୍ତାଲ କମ୍ୟୁନିଟି, ବେଙ୍ଗଲୀ କମ୍ୟୁନିଟି, ନେପାଳୀ କମ୍ୟୁନିଟି, ଏ ସମସ୍ତେ ଏଇ ଜଣେ ନଗ୍ନ ପିଲା ଦ୍ୱାରା ଯିଏ ପ୍ରତିପାଳିତ ହେଲେ, ହଷ୍ଟେଲରେ ଆସି ବଢିଲେ, ପ୍ରଭୁ ବିଷୟକ ଭୟ ଶିଖିଲେ, ପ୍ରଭୁଙ୍କର ବାକ୍ୟ ଶିଖିଲେ ଏବଂ ପ୍ରାୟ 148ଟି ମଣ୍ଡଳୀ ତାଙ୍କର ଅଧୀନରେ, ଆଉ ସେ ସମସ୍ତଙ୍କର ପ୍ରେସିଡେଣ୍ଟ। ସେତିକି ନୁହେଁ, ସେ ବିବାହ କଲେ, ପୁତ୍ର କନ୍ୟା ଜନ୍ମ କଲେ, ସେମାନେ ବଡ ବଡ ଦପ୍ତରରେ କାର୍ଯ୍ୟ କରନ୍ତି, ସରକାରୀ ଦପ୍ତରରେ କାର୍ଯ୍ୟ କରନ୍ତି, ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରନ୍ତି। ପୁଣି ବହୁତ ବଡ ଆଶୀର୍ବାଦର ବିଷୟ ସେ ହେଇପାରିଲେ। ତ ଏଇ ପ୍ରକାର ପରମେଶ୍ୱର ଜଣେ ଜଣେ ବ୍ୟକ୍ତିଙ୍କୁ ଦିଅନ୍ତି, ଯାହାଙ୍କ ଦ୍ୱାରା ଅନେକଙ୍କର ଆଶୀର୍ବାଦ ହୁଏ, ଅନେକଙ୍କର ମଙ୍ଗଳ ସାଧନ ହୁଏ, ଅନେକଙ୍କର କଲ୍ୟାଣ ହୁଏ। ଆଉ ପରମେଶ୍ୱର ଆମମାନଙ୍କର ପ୍ରତ୍ୟେକଙ୍କ ନିମନ୍ତେ ମଙ୍ଗଳର ସଂକଳ୍ପ ରଖିଅଛନ୍ତି, ଅମଙ୍ଗଳର ସଂକଳ୍ପ ନୁହେଁ। ତେବେ ସେ ତାଙ୍କର ଏକମାତ୍ର ପ୍ରିୟ ପୁତ୍ରଙ୍କୁ ଜଗତ ନିମନ୍ତେ, ଜଗତର ପାପୀ ମନୁଷ୍ୟ ମାନଙ୍କ ନିମନ୍ତେ